ମୋର ଦୁଇଟି ପ୍ରଶ୍ନ ଅଛି ମ୍ୟାଡ଼ାମ। କୁହନ୍ତୁ। ଆଉ ରାଜ୍ୟ ସରକାର ଯୋଉ ଏବେ ଫାର୍ମର ରେଜିଷ୍ଟ୍ରି ବୋଲି ଗୋଟେ ବାହାର କରିଛନ୍ତି ଏବେ ଯୋଉଟା, ଆଜ୍ଞା। ତ ଆଗରୁ ଯୋଉମାନଙ୍କର ଫାର୍ମର ଆଇଡି ଥିଲା ସେଟା ସେମାନଙ୍କୁ ବି, ହଁ ଆଗରୁ ଯୋଉଟା କି ଆମର ଫାର୍ମର ଆଇଡି ଯୋଉଟା କି ଆମ ପାୱାର टेलर କିଣିଲେ ବି ଆମକୁ ସବସିଡି ମିଳିଥିଲା, ଟ୍ରାକ୍ଟର କିଣିଲା ସମୟରେ ବି ଆମକୁ ମିଳିଥିଲା, ଆଉ ଯେକୌଣସି ଆମେ ଲୋନ୍ ଟା କଲେ ସେ ଫାର୍ମର ଆଇଡି ଦେଲେ ଆମକୁ ବିହନଟା ବି ଆମକୁ ମାଗଣାରେ ମିଳୁଛି। ହୁଁ ହୁଁ ତ ସେ ଫାର୍ମର ଆଇଡି ଅଛି ଆମର। ତ ଏବେ ଯୋଉ ସରକାର କହୁଛନ୍ତି ନୂଆ ଫାର୍ମର ଆଇଡି ଟା ଆପଣଙ୍କୁ 14 ଡିଜିଟାର ନମ୍ବର ଦିଆଯିବ ବୋଲି, ହୁଁ। ତ ସେଇଟା ଆମକୁ କରିବାକୁ ପଡିବ କି? ବର୍ତ୍ତମାନ ଯେ ରହୁଛି ଏଟା ଜାନୁଆରୀ 1 ତାରିଖରୁ ଷ୍ଟାର୍ଟ ହେଇଛି। ହୁଁ ବର୍ତ୍ତମାନ ଯୋଉ ଜମିଧାରୀ ଚାଷୀ ମାନେ ରହୁଛନ୍ତି ସେମାନଙ୍କର ଏଟା ରହୁଛି କମ୍ପଲସରୀ ରେଜିଷ୍ଟ୍ରେସନ କରିବା। ରେଜିଷ୍ଟ୍ରେସନ କଲେ ଯାହାବି ସରକାରଙ୍କର ସୁବିଧା ରହୁଛି ସ୍କିମ୍ ସେ ସବୁ ଆପଣ ପାଇପାରିବେ, ଏବଂ ଆପଣଙ୍କର ରହୁଛି ବି PM-CM କିଷାନ କିସ୍ତି, ସେଟା ବି ଆପଣଙ୍କୁ କରିବା ବାଧ୍ୟତାମୂଳକ ରହୁଛି। ନେକ୍ସଟ କିସ୍ତି ଆପଣ ପାଇପାରିବେନି। ମ୍ୟାଡ଼ାମ ଆଉ ଗୋଟେ କଥା ଶୁଣନ୍ତୁ, ମାନେ ଯୋଉ କଥା କହିଛି ଆଗରୁ ଯୋଉମାନଙ୍କର ଫାର୍ମର ଆଇଡି ଅଛି ସେମାନେ କରିବେ ନା ନାହିଁ ସେଇଟା ମୁଁ ଜାଣିବାକୁ ମୁଁ ଚାହୁଁଛି ପ୍ରପରଲି। ହଁ କରିବେ ସାର୍। ହଁ ହଁ, ମାନେ ତାର ୟାର ଭିତରେ ପାର୍ଥକ୍ୟ କଣ ମ୍ୟାଡ଼ାମ? ଯୋଉ ଆଗରୁ ଯୋଉଟା ଆମେ ସବସିଡି ପାଉଥିଲୁ ସେଟା ତ ଅଲରେଡି ଆମ ନାଁରେ ଫାର୍ମର ଆଇଡିଟା ଅଛି, ଆଉ ଏବେ ଯୋଉ ସରକାର କହୁଛନ୍ତି ଏଇ ଫାର୍ମର କୃଷି ରେଜିଷ୍ଟ୍ରେସନ ବୋଲୁଛନ୍ତି ଯୋଉଟା କି ଚାଷୀଙ୍କୁ ଗୋଟେ ୟୁନିକ୍ ନମ୍ବର ଦିଆଯିବ କୁହାଯାଉଛି, ତ ଏଇ ଦୁଇଟି ମଧ୍ୟରେ ପାର୍ଥକ୍ୟ କଣ ଅଛି? ଫାର୍ମର ଆଇଡି ଟା ଯେମିତି ରହୁଛି, ଏଇଟା ଫାର୍ମର ଆଇଡି ଯେମିତି ଆପଣ କହିଲେ ଫାର୍ମର ଆଇଡି ଦେଇକି ଆପଣ ପାଇପାରୁଛନ୍ତି ଆପଣଙ୍କର ସବସିଡି ହୁଁ ଲୋନ୍, ହୁଁ କି ହୁଁ ଆପଣଙ୍କର ରହୁଛି ବିହନ, ଏଟା ବି ଆପଣଙ୍କର ରହୁଛି ଯେମିତି କି ଆପଣଙ୍କର ଏଇଥିରେ ତ ଆପଣଙ୍କର ଡିଜିଟାଲ ମାଧ୍ୟମରେ ଆପଣଙ୍କର ଯାହା ଡିଟେଲ୍ସ ଟି ସେଟା ସରକାରଙ୍କ ପାଖରେ ରହିବ ଡିଜିଟାଲ ମାଧ୍ୟମରେ। ହୁଁ ଏଥିରେ ରେଜିଷ୍ଟ୍ରେସନ କରିବା ଦ୍ଵାରା ଆପଣଙ୍କର ସରକାରଙ୍କର ଯାହା ବି ଯୋଜନା ରହୁଛି ସେ ସବୁ ଯୋଜନା ଆପଣଙ୍କର ଖୁବ କମ ସମୟରେ ବିନା କାଗଜ ପତ୍ରରେ ଆପଣ ପାଇପାରିବେ। ଆଚ୍ଛା, ଆଉ ଦେଖନ୍ତୁ ୟୁଟ୍ୟୁବ ରେ ବହୁତ ସାରା ଭିଡିଓଟା ପୋଷ୍ଟ ହଉଛି ଯୋଉଟା କି ଆମର ଯୋଉଟା ଆଗରୁ ଥିଲା ଫାର୍ମର ଆଇଡିଟା, ହୁଁ। ଆଉ ସେଇ ଭିଡିଓକୁ ଲୋକମାନେ ଫୁଟେଜକୁ ବାରମ୍ବାର ଭିଡିଓରେ ପ୍ରଚାର କହୁଛନ୍ତି କଣ ନା ଏଇଟା ହିଁ ଆପଣଙ୍କର ଫାର୍ମର ଆଇଡି, ମାନେ ସେଇଟା କଣ ଫାର୍ମର ଆଇଡି କି? ସେଇଟା ତ ଫାର୍ମର ଆଇଡି ନୁହେଁ। ଫାର୍ମର ଆଇଡି ଯୋଉଟା ଆପଣ ଜାଣିଥିବେ, ଫାର୍ମର ଆଇଡି ଯୋଉଟା ସେ ହଁ ଅଲଗା ଆପଣଙ୍କର ରହୁଛି, ଏଇଟା ଆପଣଙ୍କର ରେଜିଷ୍ଟର ରହୁଛି, ମାନେ ହଁ ରେଜିଷ୍ଟ୍ରି ରହୁଛି। ଅନଲାଇନ। ହଁ, ଏଟା ଆମର ଡିଜିଟାଲ ପ୍ରକ୍ରିୟାରେ ରହୁଛି ରେଜିଷ୍ଟ୍ରେସନ ମାନେ ଟି। ସାଫ ସାଫ କଥା ହେବାକୁ ଗଲେ ଆମ ଓଡିଶା ଗଭର୍ଣ୍ଣମେଣ୍ଟ ସମସ୍ତଙ୍କର ଡାଟାଟା ରଖିବାକୁ ଚାହୁଁଛନ୍ତି ଚାଷୀ ମାନଙ୍କର। ହଁ, ଡିଜିଟାଲ ମାଧ୍ୟମରେ ରଖାଗଲେ ଯାହା ବି ଆପଣଙ୍କର ରହୁଛି ସରକାରୀ ସାହାଯ୍ୟ ହୁଁ ହୁଁ। ସେଟା ଆପଣଙ୍କୁ ମିଳିପାରିବ ବିନା କାଗଜ ପତ୍ରରେ ଆପଣ ପାଇପାରିବେ। ଆଚ୍ଛା ମ୍ୟାଡ଼ାମ, ଏଇ ଯୋଉ କୃଷି ରେଜିଷ୍ଟ୍ରେସନ କଥା କହୁଛନ୍ତି ଆପଣ, ତ ଏଥିରେ ଲୋନ ର ବି ସୁବିଧା ହେଇପାରିବ କି ଯଦି ଆମେ କଲା ପରେ, ଯଦି ଯେକୌଣସି ଗୋଟେ ବ୍ୟାଙ୍କକୁ ଆମେ ଯିବା, ଯେମିତି ଆମର କୋପରେଟିଭ ବ୍ୟାଙ୍କରେ ଆମେ ଲୋନ ନେବା ପାଇଁ ବାରମ୍ବାର ଆମକୁ ଆମ ଜମି ପଟାର ଦିଆଯାଉଛି, ସେମିତି କିଛି ଇଏ କାର୍ଡ ଦେଖେଇଲେ ପରେ ବ୍ୟାଙ୍କ ବାଲା ଆମକୁ ଲୋନ ଦେବେ କି? ଲୋନ୍ ତ ସାର୍ ସେଟା ଶୁଣନ୍ତୁ, ଲୋନ୍ ପାଇଁ ରହୁଛି ଆପଣ ଯୋଉ ଆପ୍ଲାଏ କରିବେ ଲୋନ୍ ପାଇଁ, ହୁଁ ହୁଁ ଲୋନ୍ ହୁଁ ଆପଣଙ୍କର ଯୋଉ ବ୍ୟାଙ୍କରୁ ଆପଣ ଚାହୁଁଛନ୍ତି ଲୋନ୍ ପାଇ, ସେଟା ଆପଣଙ୍କର ବ୍ୟାଙ୍କ ଉପରେ ଡିପେଣ୍ଡ କରେ ଲୋନ୍ ହୁଁ ଟି ହୁଁ। ମିଳିବ କି ନାହିଁ। ହଁ ସେଇଟା ତ ସତ କଥା, ତା ସିବିଲ ସ୍କୋର ବି ହଁ, ତାର ଯାଞ୍ଚ ହବ। ଆପଣଙ୍କର ଡକୁମେଣ୍ଟ ସବୁ ଠିକ ଠାକ ରହୁଛି, ଭେରିଫିକେସନ ଟି ଠିକ ସେ ହେଇଯାଉଛି, ହୁଁ। ଆପଣ ଯଦି ଏଲିଜିବଲ ଅଛନ୍ତି ଆପଣ ପାଇପାରିବେ ଲୋନ୍ ଟି। ଆଚ୍ଛା, ଆଉ ଯୋଉ ଏଇ ଫାର୍ମର ଆଇଡି କଥା ଆମ ଫାର୍ମର ରେଜିଷ୍ଟ୍ରି କଥା କହୁଛି ଯୋଉ କି 14ଟା ନମ୍ବର ଆସିବ, ତେବେ ତାହେଲେ ଏଇଟା କି କାର୍ଯ୍ୟରେ ଚାଷୀ ମାନଙ୍କୁ ବେନିଫିଟ ହେବ? କାର୍ଯ୍ୟ ମାନେ ଯେତିକି ଆପଣଙ୍କର ସରକାରୀ ସୁବିଧା ଆପଣ ପାଉଛନ୍ତି ଲୋନ୍ ମାଧ୍ୟମରେ କି ସବସିଡି ମାଧ୍ୟମରେ ଯାହାବି ଆପଣଙ୍କର ରହୁଛି ସେଇଟା ଆପଣ ପାଇପାରିବେ ସୁବିଧାଟି। ଯେହେତୁ ଆପଣ ଏଥିରେ ପଞ୍ଜୀକରଣ କରୁଛନ୍ତି, ସରକାରଙ୍କ ପାଖରେ ଆପଣଙ୍କର ଡାଟାଟି ଡିଜିଟାଲ ପ୍ରକ୍ରିୟାରେ ଉପଲବ୍ଧ ରହୁଛି। ଅଲସୋ ରାଇଟ୍। ଆଉ ଗୋଟେ କଥା ମୋର ମ୍ୟାଡ଼ାମ ଦେଖନ୍ତୁ, ମନେକର ଯୋଉ ଆଜି ଆମ ଗାଁ ଗହଳିରେ ବହୁତ ସାରା ଲୋକଙ୍କର ବି ଅଛି ଯେମିତି କି ପୂର୍ବ ପୁରୁଷରେ ଲୋକଙ୍କର ନାଁରେ ରହିଯାଇଛି, ତ ତାଙ୍କ ପାଇଁ ଏଇଟା ବହୁତ ମୁସ୍କିଲ ହେବ। ତ ସେଥିପାଇଁ ସରକାର କିଛି ବ୍ୟବସ୍ଥା କରିଛନ୍ତି କି? ଯେମିତି କି ମନେ କରାଯାଉ ମୋର ଜେଜେବାପାଙ୍କ ନାଁରେ ଅଛି ଜମିଟା, କିନ୍ତୁ ତାଙ୍କ ଜେଜେବାପା ନାଁରେ ଅଛି, ମାନେ ଯୋଉଟା କି 1953 1934 ଯୋଉମାନେ ମରିଯାଇଛନ୍ତି, ତ ତାଙ୍କରଟା କଣ କରାଯିବ ସେଇ ଜଏଣ୍ଟ ପଟା ଗୁଡାକ? ଆଚ୍ଛା, ଜଏଣ୍ଟ ପଟାର ମାନେ ଆପଣ କହୁଛନ୍ତି ଆପଣଙ୍କର ଯୋଉ ପଟା ରହୁଛି ସେଟା ଆପଣଙ୍କ ନାଁରେ ନଥାଇକି ଆପଣଙ୍କର ପୂର୍ବ ପୁରୁଷଙ୍କ ହଁ ନାଁରେ ହଁ ରହୁଛି। ରାଇଟ୍। ଆଚ୍ଛା ଆଚ୍ଛା, ସେଇଟା ତ ସାର୍ ଶୁଣନ୍ତୁ, ଆପଣଙ୍କର ରହୁଛି ତାଙ୍କର ଡେଥ୍ ସାର୍ଟିଫିକେଟ। ହୁଁ ଡେଥ୍ ସାର୍ଟିଫିକେଟ ବାହାର କରିବେ, ଲିଗାଲ ହେୟାର ବାହାର କରିବେ, ସେଥିପାଇଁ ଆପଣଙ୍କର ତହସିଲ ଅଫିସରେ ରହୁଛନ୍ତି RI, ତାଙ୍କ ସହିତ କଣ୍ଟାକ୍ଟ କରିବେ। ବାହାର କରିକି ସେଟା ଯେହେତୁ ସାର୍ ଏଟା ରହୁଛି ଆପଣଙ୍କର କୃଷକ ରେଜିଷ୍ଟ୍ରିରେ, ହୁଁ। ଆପଣଙ୍କର ନିଜ ନାଁଟି ଜମି ପଟାରେ ରହିବା ଆବଶ୍ୟକ ରହୁଛି, ନହେଲେ ଏଥିରେ ଆଚ୍ଛା। କରିପାରିବେ।
ସେଥିପାଇଁ ଆପଣଙ୍କ ପ୍ରମାଣ ପତ୍ର ହିସାବରେ ଲିଗାଲ ହେୟାର ବାହାର କରିବେ, ଉତ୍ତରାଧିକାରୀ ପ୍ରମାଣ ପତ୍ର ଯୋଉଟା, ଆଉ ଡେଥ୍ ସାର୍ଟିଫିକେଟ ଯଦି ଜୀବିତ ଅଛନ୍ତି ତ ଉତ୍ତରାଧିକାରୀ ପ୍ରମାଣ ପତ୍ର ଲିଗାଲ ହେୟାର ହେଇଯିବ। ଯଦି ମୃତ ତାହେଲେ ଆପଣଙ୍କର ତାଙ୍କର ଡେଥ୍ ସାର୍ଟିଫିକେଟ ଆଉ ଲିଗାଲ ହେୟାର ବାହାର କରିକିନା କରିବେ। ଡେଥ୍ ସାର୍ଟିଫିକେଟ ଆଚ୍ଛା, ପାଇଁ ଆପଣଙ୍କର ଯୋଉ ଆଉ ଗୋଟେ କମ୍ୟୁନିଟି କଥା ହେଲ୍ଥ ମ୍ୟାଡ଼ାମ, ଆଉ ଗୋଟେ ମୋର ହଁ ପ୍ରଶ୍ନ ଅଛି, ଏଇଟା ସମସ୍ତ ଚାଷୀ କରିବେ ନା ନା କେବଳ ଯୋଉମାନଙ୍କର ବିପିଏଲ କାର୍ଡ ଅଛି ସେମାନେ କରିବେ? ବିପିଏଲ କାର୍ଡ ସେଟା ତ ନୁହେଁ ସାର୍, ଯୋଉମାନେ ଭୂମିଧାରୀ ଚାଷୀ ଯୋଉମାନଙ୍କର ଜମି ଡିଟେଲ୍ସ ରହୁଛି ସେମାନେ ଏଥିରେ ପଞ୍ଜୀକରଣ କରିପାରିବେ। ଆଚ୍ଛା, ଯୋଉମାନଙ୍କର ଜମି ଅଛି ସେମାନଙ୍କର ଡାଟାଟା ଗଭର୍ଣ୍ଣମେଣ୍ଟକୁ ଦେବାକୁ ପଡ଼ିବ। ଆଜ୍ଞା ଆଜ୍ଞା ଆଉ ଗୋଟେ କଥା ମ୍ୟାଡ଼ାମ ଦେଖନ୍ତୁ, ଏବେ ଯୋଉ କଥା କହିଲେ ମନେକର ଯୋଉ ମୋ ବାପା ନାଁରେ ଜମି ଅଛି, ମୋ ବାପାଙ୍କ ଠାରୁ ଅଲଗା ରହୁଛି ବର୍ତ୍ତମାନ ଲାଗି, ମୁଁ ଆପଣଙ୍କୁ ଉଦାହରଣ ଦଉଛି। ହୁଁ ମନେକର ଯେ ମୋ ବାପାଙ୍କ ନାଁରେ ଜମି ଅଛି, ତାଙ୍କ ପୁଅ ହିସାବରେ ମୋ ଭାଇ ଅଛନ୍ତି, 2-3 ଜଣ ଭାଇ ଅଛୁ ଆମେ, ତ ସେ ଜାଗାରେ ପୁଅଟା କେମିତି କହିପାରିବ? ଜଏଣ୍ଟ ପଟ୍ଟା ହଁ ନାଇଁ, ମୋ ବାପାଙ୍କ ନାଁରେ ମନେକର ଯେ ମୁଁ ଆପଣଙ୍କୁ ଉଦାହରଣ ସବୁ କହୁଛି, ମୋ କୁହନ୍ତୁ। ବାପାଙ୍କ ନାଁରେ ଜମିଟା ଅଛି, ଆମେ 2 ଭାଇ ଅଛୁ, ତ ସେ ଜାଗାରେ ବାପା ପୁଅ କ'ଣ ଆବେଦନ କରିପାରିବ କି? କରିପାରିବେ ସାର୍, ଆପଣଙ୍କ ବାପାଙ୍କୁ ନେଇକି ଯିବେ ତହସିଲ ଅଫିସରେ, ସେଠି ଆପଣଙ୍କ ବାହାର କରିବେ, ଲିଗାଲ ହେୟାର ବାହାର କରିବେ। ତ ଯେମିତି କି ସେଥିରେ ଆପଣ ଯାହାବି ଯୋଉମାନେ ଭାଗ ହିସାବରେ ନେବେ ତାଙ୍କୁ ଖାଲି କେବଳ ମାନେ ଲିଗାଲ ଇୟର ସାର୍ଟିଫିକେଟ ଲାଗିବ। ଲିଗାଲ ହେୟାର ବାହାର କରିବେ ଆପଣଙ୍କ ନିଜ ନାଁରେ ଲିଗାଲ ହେୟାର ବାହାର କରିକିନା। ଆଉ ଯଦି ଜଏଣ୍ଟ ପଟ୍ଟା ବି ରହୁଛି ତାହେଲେ ଆପଣଙ୍କର ସେୟାର ଭ୍ୟାଲ୍ୟୁ ଯେତିକି ରହୁଛି ହୁଁ ହୁଁ ହୁଁ। ସେତିକି ପକେଇକି କରିବେ। ତ ନିଜର ଜମି ଯେତେ ସେୟାର ଭ୍ୟାଲୁ ଅଛି ଯୋଉଟା ଜଏଣ୍ଟ ପଟ୍ଟାରେ ସେଇ ହିସାବରେ ଲିଗାଲ ଇୟର କାଢିକି ଅନଲାଇନରେ ଆଜ୍ଞା କରିପାରିବେ। ମ୍ୟାଡାମ ଆଜ୍ଞା ଏଇ ଯୋଉ ଅନଲାଇନ କଥା କହୁଛନ୍ତି, ଏଇଟା ଫ୍ରି ଅଫ କଷ୍ଟରେ ହେବ ନା କିଛି ପଇସା ଦେବାକୁ ପଡିବ ଗଭର୍ଣ୍ଣମେଣ୍ଟକୁ? 10 ତାରିଖ ଯାଏଁ ଆପଣଙ୍କର ରହୁଛି ଯେଟା ବିନା ମୂଲ୍ୟରେ ତ ରହିଥିବ ଆପଣଙ୍କର ପଞ୍ଚାୟତ ସ୍ତରୀୟ କ୍ୟାମ୍ପ, ଯୋଉଟା କି 1 ତାରିଖରୁ ଷ୍ଟାର୍ଟ ହେଇଗଲାଣି। ହୁଁ ହୁଁ ପଞ୍ଚାୟତ ଯୋଗାଯୋଗ କରିନେବେ, ପଞ୍ଚାୟତ ସ୍ତରୀୟ କ୍ୟାମ୍ପ ରହୁଛି, ହୁଁ ହୁଁ। ସେଠି କରିପାରିବେ। ଆଉ ଯୋଉଟା ଜନସେବା କେନ୍ଦ୍ରରେ କରିବେ ସେଟା ଆପଣଙ୍କୁ ବିନା ମୂଲ୍ୟରେ ତ ହବନି, ମାନେ ସେଟା ସରକାରଙ୍କ ତରଫରୁ 10 ଟଙ୍କାର ସୁବିଧା ରହୁଛି। ଯେମିତି କି ଆଜ୍ଞା, ଯଦି ମାନେ ପଞ୍ଜୀକରଣ ପାଇଁ ସେ ଜନସେବା କେନ୍ଦ୍ର ଯାହା ତାଙ୍କ ଚାର୍ଜ ହିସାବରେ ସେ ଯାହା ନେବା କଥା ନେବେ ଆଉ। ହଁ, ଚାର୍ଜ ମାନେ ଯେମିତି କି ଆପଣଙ୍କର ପଞ୍ଜୀକରଣ ପାଇଁ ଯଦି ଆପଣଙ୍କର 50 ଟଙ୍କା ଖର୍ଚ୍ଚ ହଉଛି, ହୁଁ। ତାହେଲେ ସରକାରଙ୍କ ତରଫରୁ 10 ଟଙ୍କାଟା ବହନ କରାଯିବ, ଆଉ ବାକି 40 ଟଙ୍କା ଆପଣଙ୍କୁ ଦେବାକୁ ପଡିବ। ଆଚ୍ଛା, ଆଉ ହଁ ହଁ। ଆପଣଙ୍କର ଦେଖନ୍ତୁ ମ୍ୟାଡ଼ାମ, ଏପର୍ଯ୍ୟନ୍ତ ଯାହା କହିଲେ ଆପଣ ଯୋଉ କଥାଟା କହିଲେ ମତେ ବହୁତ ଭଲ ଲାଗିଲା, କିନ୍ତୁ ମୋର ଗୋଟେ ଡାଉଟ୍ ଅଛି, ଏ ଯୋଉ ଆପଣ କହିଲେ 1 ତାରିଖରୁ ଆରମ୍ଭ ହେଇଛି, ସରକାର ବି ଡିକ୍ଲାର କଲେ, କିନ୍ତୁ ପେପରରେ ବି ଆସିଲା, ନ୍ୟୁଜରେ ବି ଆମେ ଦେଖିଲୁ, କିନ୍ତୁ ଏ ଯାଏଁ କାହିଁକି ଆମ ପଞ୍ଚାୟତରେ ବି ଆସିନାହିଁ ମ୍ୟାଡ଼ାମ କ୍ୟାମ୍ପଟା? ହଁ ଆଜିକୁ ସାର୍ 4 ତାରିଖ ହେଇଗଲା, 5 ତାରିଖ ହେଇଗଲାନି। ଆଜ୍ଞା ଆଜ୍ଞା ବୁଝିପାରୁଛି। ସେମିତି ତ 10 ତାରିଖ ଯାଏଁ ରହୁଛି, 10 ତାରିଖ ଭିତରେ ଆପଣ ଅପେକ୍ଷା କରନ୍ତୁ, ଯେହେତୁ ଡିକ୍ଲାର ହେଇଛି କି ସବୁ ପଞ୍ଚାୟତରେ ସେଟା ହବ। ହୁଁ ହୁଁ ହୁଁ। ତ ଶୁଣନ୍ତୁ, ସେଇଟା ଆଉ ଗୋଟେ ଏବେ କଥା ରହୁଛି, ଯଦି ଆପଣ କହୁଛନ୍ତି 10 ତାରିଖ ପରେ, 10 ତାରିଖ ପରେ କ'ଣ ସେ କ୍ୟାମ୍ପ ଗୁଡାକ ସବୁ ବନ୍ଦ ହେଇଯିବ କି? ଏବେ ତ ଆମ ପାଖରେ ଯେତିକି ଇନଫର୍ମେସନ ଅଛି ହୁଁ। ବର୍ତ୍ତମାନ ପାଇଁ 10 ତାରିଖ ଯାଏଁ ରହୁଛି କ୍ୟାମ୍ପ ଆପଣଙ୍କର। ଆଜ୍ଞା। ତାପରେ ଯଦି ସେଟା ଯଦି ଆପଣଙ୍କ ପଞ୍ଚାୟତରେ ହେଇନଥିବ, ଯଦି ବି ସେଟା ଏକ୍ସଟେଣ୍ଡ ହେଇପାରେ। ମାନେ ତାଙ୍କ ରହିଲା ଯୋଉ VW ଅଛନ୍ତି, କୃଷକ ସାଥୀ, ସେମାନଙ୍କ ଉପରେ ହିଁ ରହିବ ଏ ସବୁ। ହଁ, VAWଙ୍କ ସହିତ ଯୋଗାଯୋଗ କରିପାରିବେ, ସେ ବି ଆପଣଙ୍କୁ କହିଦେବେ କି କ୍ୟାମ୍ପ କେବେ ପଡୁଛି ଆପଣଙ୍କ ପଞ୍ଚାୟତରେ। ହୁଁ ହୁଁ। ନା, ମୁଁ ତାଙ୍କ ସହିତ ଯୋଗାଯୋଗ କରିଥିଲି, ସେମାନେ କହିଲେ ଆମର ଏବେ ଟ୍ରେନିଂ ଚାଲିଛି, ଟ୍ରେନିଂ ସରିଲା ପରେ ଆମକୁ ଗାଁରେ କ୍ୟାମ୍ପ କରିବୁ କହୁଥିଲେ। ମୁଁ ଆମର ଯୋଉ ହଁ VW ଅଛନ୍ତି ତାଙ୍କ ସହିତ କଥା ହେଇଥିଲି, ଆଜ୍ଞା ଆମର ଟ୍ରେନିଂ ଚାଲିଛି, ଆଉ ଟ୍ରେନିଂ ସରିଲା ପରେ ଯାହା ବି ଯୋଉମାନଙ୍କର ଅଛି ଆମେ ଫ୍ରି ଅଫ କଷ୍ଟରେ କରିବୁ କହୁଥିଲେ ସେମାନେ। ହଁ, କ୍ୟାମ୍ପ ସ୍ତରରେ ଯୋଉଟା ସେଟା ଫ୍ରି ଅଫ କଷ୍ଟ ରହୁଛି। ହୁଁ ହୁଁ ହୁଁ। ନାଇଁ, କ'ଣ ଅଛି ନା, ଲୋକ କହୁଛନ୍ତି କି ନା, ଇଏ ବହୁତ ସାରା ଆଜିକାଲି ତ ଆପଣ ଜାଣିଛନ୍ତି ୟୁଟ୍ୟୁବରେ ବହୁତ ସାରା ଯିଏ ଯେମିତି ଭିଡ଼ିଓ ପୋଷ୍ଟ କରୁଛି, ଖାଲି ଫେକ୍ ଭିଡ଼ିଓ, କହୁଛନ୍ତି ନା ଫାର୍ମର ଆଇଡି ଥିଲା ଏଇଟା କରିବା ଦରକାର ନାହିଁ। ମାନେ ମୁଁ ଆଜି ଯାହା ବି ମୁଁ ବୁଝେ ଆପଣଙ୍କ ଠାରୁ ଅନୁମତି ନିଏ ମ୍ୟାଡ଼ାମ। ଆଜ୍ଞା ଆଜ୍ଞା, ଫାର୍ମର ଆଇଡି ଯୋଉଟା ସେଟା ତ ଅଲଗା ରହୁଛି, ଏଇଟା ବର୍ତ୍ତମାନ ନୂଆ ରହୁଛି ରେଜିଷ୍ଟ୍ରି, ଯୋଉଟା ହୁଁ ହୁଁ ଡିଜିଟାଲ ରହୁଛି ଆପଣଙ୍କର। ହୁଁ ହୁଁ। ଆଜ୍ଞା। ଏଇଟା ମାନେ ଯୋଉମାନଙ୍କର ଜମି ଅଛି ସେମାନେ କରିବାଟା ନିହାତି ଦରକାର। ଆଉ ଏଥିପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ କ'ଣ ରହୁଛି ମ୍ୟାଡ଼ାମ? ଏଇଟା ବ୍ୟାଙ୍କ ଆକାଉଣ୍ଟ ସବୁ ଆଡ୍ କରିବାକୁ ପଡ଼ିବ ନା ଖାଲି କେବଳ ଜମି ପଟା ଦେବାକୁ ପଡ଼ିବ? ଡକ୍ୟୁମେଣ୍ଟସ ଆପଣଙ୍କର ମୋବାଇଲ ନମ୍ବର ରହୁଛି, ଆଧାର କାର୍ଡ ସହ ଆଉ ମୋବାଇଲ ନମ୍ବର ଲିଙ୍କ ଥିବା ଆଧାର ନିହାତି କାର୍ଡ ଦରକାର। ରହୁଛି, ଲିଙ୍କ ରହୁଛି, ଆଉ ଜମି ପଟା ରହୁଛି, ଯୋଉଟା ଆପଣଙ୍କର ବୁଲେଟ ପଟା ହୁଁ ହୁଁ ହୁଁ। ସେଟା ରହୁଛି ଆପଣଙ୍କର। ମ୍ୟାଡ଼ାମ, ତେବେ ତାହେଲେ ଚାଷୀମାନେ ବହୁତ ହଇରାଣରେ ବି ପଡ଼ିଯିବେ, କାହିଁକି ନା ଏବେ ଆର୍ଏ ଅଫିସ, ତହସିଲ ଅଫିସ ଗଲେ ତ ବହୁତ ସାରା ଖର୍ଚ୍ଚ ବି ହେବ ମ୍ୟାଡ଼ାମ। ଏଇଟା ନାଇଁ, ବହୁତ ଯୋଉ ପଞ୍ଚାୟତ ସ୍ତରୀୟ କ୍ୟାମ୍ପ ବି ରହୁଛି, ସେଇଠି ବି ତ ଆପଣଙ୍କର ଆର୍ଆଇ ବି ଥିବେ, ସେଠି ବି ଆପଣ ଯାଇକି ଯୋଗାଯୋଗ ବି କରିପାରିବେ। ମାନେ ଆର୍ଏ ଆଜ୍ଞା ଏଇଟା ଫ୍ରି ଅଫ କଷ୍ଟ କରିବେ କି ଏଇଟା? ସେଟା ତ ସାର୍ କହିପାରିବୁନି ସାର୍, ଫ୍ରି ଅଫ କଷ୍ଟ ସେଟା କରିବେ କି ନାହିଁ, ସେଟା ଆପଣ ନହେଲେ VAWଙ୍କ ସହିତ ଟିକେ ଯୋଗାଯୋଗ କରିନେବେ। ହଉ, ସେଇଟା ସେ ଆର୍ଏ ଅଫିସ ଜାଣିବ, ଆଉ ସେ ତହସିଲ ଅଫିସ ଜାଣିବ, ଯାହା ଆପଣଙ୍କର ସୁବିଧା ତାହା ବି ଆପଣ କହିପାରିବେ, ଏଇଟା ରାଇଟ୍ କଥା। ଆଜ୍ଞା ଆଜ୍ଞା। ଆଚ୍ଛା ମ୍ୟାଡ଼ାମ, ଏ ଦେଖନ୍ତୁ, ଆମ ଯୋଉ କହିଲେ ଆପଣ ଯୋଉ ୟୁନିକ୍ ଆଇଡି ନମ୍ବର କହୁଛନ୍ତି, ଏଇ ୟୁନିକ୍ ଆଇଡିଟା କେତେ ଦିନ ପରେ ଚାଷୀଙ୍କୁ ପହଞ୍ଚିବ ଅନଲାଇନ ସରିଲା ପରେ? ଅନଲାଇନ ସରିଲା ପରେ ହୁଁ।
ସେଇଟା ଦେଖନ୍ତୁ ପ୍ରୋସେସ୍ ରହିଛି ଯାହା ବି, ଯେହେତୁ ସେଇଟା ଯେ ରହୁଛନ୍ତି ଆପଣଙ୍କର ପଞ୍ଚାୟତ ସ୍ତରୀୟ କ୍ୟାମ୍ପ ରହୁଛି କି ଆପଣଙ୍କର ମାନେ ଯଦି ଯାହା ବି କ୍ୟାମ୍ପ ରହୁଛି ସେଟା VAW ଜାଣିଥିବେ କି କେତେ ଦିନ ଭିତରେ ସେଇଟା ରହିବ, କିନ୍ତୁ ଆମକୁ ଜଣା ନାହିଁ ନା ସାର୍ କେମିତି କଣ ପ୍ରୋସେସ୍ ରହୁଛି। ହୁଁ ସେଇଟା ଏଇତ ଜନସେବା କେନ୍ଦ୍ର ବାଲା ଜାଣିଥିବେ, ନହେଲେ ଇଏ ରହୁଛନ୍ତି VAW ତାଙ୍କୁ ଜଣାଥିବ କି କେତେ ଦିନ ଭିତରେ ସେଇଟା ମିଳିବ। ନା ଆମର ବି ଜନସେବା କେନ୍ଦ୍ର ଅଛି କିନ୍ତୁ ଆମର ଏପର୍ଯ୍ୟନ୍ତ କୌଣସି ଆମକୁ ନୋଟିସ୍ ଆଡ୍ କରିନାହାନ୍ତି, କେବଳ ନାଇଁ କହୁଥିଲେ ସେମାନେ ଜନସେବା କେନ୍ଦ୍ର ତ 10 ତାରିଖରୁ ଷ୍ଟାର୍ଟ ହବ, ହଁ ତାଙ୍କର 10 ତାରିଖ ଟ୍ରେନିଂ ହଉଥିଲେ ଆମର ହେଇଯିବ, ଯୋଉ ତାଙ୍କ ଡିଏମ୍ ବି ଟ୍ରେନିଂ ପିରିୟଡ଼। ହଁ ଆମର ସବୁ ଡିଏମ୍ ବି ଅଛନ୍ତି ସେମାନେ କହୁଥିଲେ 10 ତାରିଖ ପରେ ହିଁ ଆବେଦନଟା ଷ୍ଟାର୍ଟ ହେବ ଆଉ ପ୍ରପରଲି ଜନସେବା ଯେତେ ବି ଅଛନ୍ତି ସେମାନଙ୍କୁ ବି ଟ୍ରେନିଂ ଦିଆଯିବ। ଆଜ୍ଞା ଆଜ୍ଞା। ହୁଁ ତ ତାଙ୍କୁ ଟ୍ରେନିଂ ତ ଯେହେତୁ ଦିଆଯିବ, ସେଇଟା ସେ କହିପାରିବେ କି ବର୍ତ୍ତମାନ କେତେ ଦିନ ପରେ ସେଇଟା ଆସିବ କି ସାଙ୍ଗେ ସାଙ୍ଗେ ସେଇଟା ପଳେଇ ଆସିବ, ସେଇଟା ତ ଆମେ ଜାଣିନୁ କେମିତି କଣ ପ୍ରୋସେସ୍ ହୁଁ ରହୁଛି। ଏଇଟା ବିରାଟ କଥା ମ୍ୟାଡ଼ାମ୍, ଯାହା ଆପଣଙ୍କ ପାଖରେ ସୂଚନା ଥିବ ତାହା ହିଁ ଆପଣ କହିପାରିବେ, ତା ଛଡ଼ା ଆଉ ଅଧିକା ଆଜ୍ଞା କହିହେବନି ନା। ହୁଁ ଆଉ କ'ଣ ହେଉଛି ନା ବହୁତ ସାରା ୟୁଟ୍ୟୁବରେ ବିଭିନ୍ନ ପ୍ରକାର ଫେକ୍ ଭିଡ଼ିଓ ଆସୁଛି ମ୍ୟାଡ଼ାମ୍, ସେଥିପାଇଁ ମୁଁ ଆପଣଙ୍କୁ କଲ୍ କରିଥିଲି ନା ଆପଣଙ୍କର ଯାହା ବି ଏବେ ଡାଉଟ୍ କ୍ଲିୟର କରିଦେବି ବୋଲି। ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ମ୍ୟାଡ଼ାମ୍, ଧନ୍ୟବାଦ ଆପଣଙ୍କର ସୁଚିନ୍ତିତ ମତାମତ ଦେଇଥିବାରୁ। ଆଜ୍ଞା ଥ୍ୟାଙ୍କ ୟୁ। ଧନ୍ୟବାଦ ସାର୍, ତମେ ହେଲ୍ପଲାଇନ୍ କଲ୍ କରିଥିବାରୁ।